ବନ୍ଧୁ ଶୁଭ ସକାଳ। ଆଜି ରହିଛି ଦେଶ ବିଦେଶର 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଦେଖିବା ପୂର୍ବରୁ ଆପଣମାନେ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟିଏ କମେଣ୍ଟ କରିବେ, ଯାହାଫଳରେ ଆପଣଙ୍କ ନାଁ କାଲି ସକାଳେ ଘୋଷଣା କରାଯିବ। ନମ୍ବର 1, ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ। ଅପରାହ୍ନ 5ଟାରେ ରଥ ଟଣା ଆରମ୍ଭ ହେବ। ଚଳିତ ବର୍ଷ ରଥଯାତ୍ରାରେ ଅପରାହ୍ନ 5ଟାରେ ରଥ ଟଣା ହେବ। ଏନେଇ 36 ଜଣଙ୍କ ବୈଠକରେ ସ୍ଥିର ହୋଇଛି। ତେବେ ଲୋକଙ୍କ ମନରେ ବହୁତ ଖୁସି ଅଛି, କାହିଁକି ନା 2ଟାରେ ମଙ୍ଗଳ ଆରତୀ, 2ଟା 40ରେ ଦଶବତାର ଠାକୁର ବିଜେ ଏବଂ 3ଟାରେ ଅଣସର ତାଟି ଫିଟିବ, 3ଟା 45ରେ ଦଇତାପତି ଶ୍ରବାଙ୍ଗ, ଆଉ 4ଟାରେ ନେତ୍ରୋତ୍ସବ ବନ୍ଦାପନା, 5ଟା 25ରେ ଦ୍ୱାରପାଳ ପୂଜା, 6ଟାରୁ 7ଟା ମଧ୍ୟରେ ଗୋପାଳ ବଲ୍ଲଭ ସକାଳ ଧୂପ, 7ଟା 30ରୁ 12ଟା ମଧ୍ୟରେ ସେନାପଟା ଲାଗି, 11ଟାରେ ରଥ ପ୍ରତିଷ୍ଠା ଏବଂ ଦିନ 1ରେ ମଙ୍ଗଳାର୍ପଣ, ଆଉ ଦିନ 1:10ରେ ଧାଡ଼ି ପହଣ୍ଡି ଆରମ୍ଭ, ଦିନ 2ଟା 30ରେ ପହଣ୍ଡି ଶେଷ, ଅପରାହ୍ନ 4ଟାରେ ଛେରା ପହଁରା, ଅପରାହ୍ନ 4ଟା 30ରେ ଚାର ଫିଟା ଏବଂ ଘୋଡ଼ା ସାରଥୀ ଲାଗିବା ଏବଂ ଅପରାହ୍ନ 5ଟାରେ ରଥ ଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ମନ୍ଦିର ମୁଖ୍ୟ ପ୍ରଶାସକ ବିକ୍ରମ ଯାଦବ ବୈଠକ ପରେ ସୂଚନା ଦେଇଛନ୍ତି। ସବୁ ବ୍ଲକରେ ହେବ ଶୀତଳ ଭଣ୍ଡାର। କଞ୍ଚା ପରିବା ଦର ଉପରେ ଆମର ନିୟନ୍ତ୍ରଣ ନାହିଁ, ତେଣୁ ଏନେଇ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦରକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ମୁକାବିଲା ଲାଗି ରାଜ୍ୟ ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସ୍ଥିତିର ସମୀକ୍ଷା କରିଛନ୍ତି। ଦର ବୃଦ୍ଧି ପାଇଁ ମୁକାବିଲା ପାଇଁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବ। ଜରୁରୀକାଳୀନ ପରିସ୍ଥିତିରେ ନାଫେଡ ଦ୍ୱାରା ରିହାତି ଦରରେ ଖାଉଟିକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଆଳୁ ପିଆଜ ଦର ଉପରେ ନିୟନ୍ତ୍ରଣ ନାହିଁ, କାରଣ ଆଳୁ ପିଆଜ ଦର ଏବେ ହୁ ହୁ ହୋଇ ବଢ଼ିଛି। ମହାରାଷ୍ଟ୍ର ନାସିକର କୁଇଣ୍ଟାଲ ପିଛା 2953 ଟଙ୍କା ପିଆଜ କିଣା ହେଇଛି। ପରିବହନ ଖର୍ଚ୍ଚକୁ ମିଶାଇବା ପରେ ଖୁଚୁରା ବ୍ୟବସାୟୀ ତାହାକୁ କିଲୋ ପିଛା 40 ଟଙ୍କା ବିକୁଛନ୍ତି। ତେବେ ଆଳୁ ନାସିକରୁ ଆସୁଥିବାରୁ ତାର ଦାମ ମଧ୍ୟ ଅଧିକ ରହିଛି ବୋଲି ସେ କହିଛନ୍ତି। ଆଉ ଜିଏସଟି ଲାଗିବା ପରେ ପରିବାର ମୂଲ୍ୟ 10 ଟଙ୍କା ହ୍ରାସ ପାଇବ ଏବଂ ପେଟ୍ରୋଲ ମୂଲ୍ୟ 20ରୁ 25 ଟଙ୍କା ହ୍ରାସ ପାଇବ ବୋଲି କୁହାଯାଉଛି। 18 କୋଟି ଲୋକଙ୍କ କଟିଯିବ ରାସନ କାର୍ଡ, ତୁରନ୍ତ କରିଦିଅନ୍ତୁ ଏହି କାମ। ରାସନ କାର୍ଡ ଧାରକ ତୁରନ୍ତ ଜରୁରୀ କାମ କରାଇ ନେବାକୁ ପଡ଼ିବ, ଯାହାଫଳରେ ଆପଣଙ୍କର ପୂର୍ବ ଭଳି ମାଗଣା ରାସନ ପାଇପାରିବେ। ଏହା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ। ତେବେ କେଉଁ କାମ କରିବାକୁ ପଡ଼ିବ ଜାଣି ନିଅନ୍ତୁ। ଦେଖନ୍ତୁ, ବଡ଼ ଘୋଷଣା କରିଛନ୍ତି ସରକାର। ରାସନ କାର୍ଡ ଉପଭୋକ୍ତା ପାଇଁ ନାଁ କଟିଯିବାର ସମ୍ଭାବନା ରହିଛି। ସରକାର ପକ୍ଷରୁ ଗାଇଡଲାଇନ ଅନୁସାରେ ଏଭଳି ଘୋଷଣା କରାଯାଇଛି। ତୁରନ୍ତ କିଛି ଜରୁରୀ କାମ କଲେ ହିଁ ଆପଣଙ୍କ ନାଁ ରହିବ, ନହେଲେ କଟିଯିବ। ମାଗଣାରେ ଚାଉଳ ଗହମ ପାଇବାକୁ ସକ୍ଷମ ହେବେ ନାହିଁ, କାରଣ ସରକାର ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ଯଦି ରାସନ କାର୍ଡ ଧାରକ ଜରୁରୀ କାମ ନ କରାଇବେ, ତେବେ ପୂର୍ବ ଭଳି ଆଉ ରାସନ ପାଇବେ ନାହିଁ। ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇବେ ନାହିଁ। ତେବେ ଆପଣଙ୍କୁ କେଉଁ କାମ କରିବାକୁ ପଡ଼ିବ? ରାସନ କାର୍ଡ ଧାରକ ତୁରନ୍ତ KYC କରିବାକୁ ପଡ଼ିବ। ଆପଣ ସମସ୍ତଙ୍କର ପୁଣି ଆଉଥରେ KYC କଲେ ଜୁନ 21 ତାରିଖରୁ ଆରମ୍ଭ ହୋଇଯିବ। ଯାହାର ରାସନ କାର୍ଡ ପଞ୍ଜୀକୃତ ସମସ୍ତ KYC କରିବା ପାଇଁ ବାଧ୍ୟତାମୂଳକ। କାହିଁକି ନା ଯାହାର KYC ନ ହେଇଛି ତାଙ୍କୁ ରାସନ କାର୍ଡ ମିଳିବ ନାହିଁ, ରାସନ କାର୍ଡ କଟିଯିବ। ଆପଣମାନେ ତୁରନ୍ତ ଯାଇ KYC କରିଦିଅନ୍ତୁ। 3 କୋଟି ଘର ଦେବେ ସରକାର, PM ଆବାସ ଯୋଜନାରେ ଉଠାନ୍ତୁ ଲାଭ। ତେବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି। ଆଉ କାର୍ଯ୍ୟଭାର ଆରମ୍ଭ କରୁ କରୁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ସମସ୍ତଙ୍କୁ ମିଳିବ ଘର। ଆଉ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 17ତମ କିସ୍ତି ଦେଶର ମୋଟ 9,30,00,000 ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ଲେଖାଏଁ ପଠାଇଛନ୍ତି ମୋଦି ସରକାର। ମୋଟ ଉପରେ କହିବାକୁ ଗଲେ 20,000 କୋଟି ଟଙ୍କା ଦେଶର ଚାଷୀ ଆକାଉଣ୍ଟକୁ ଆସିଛି। ସବୁଠାରୁ ବଡ଼ କଥା ହେଉଛି ନିର୍ବାଚନ ପରେ ଚାଷୀମାନେ ଏବେ ବହୁତ ଖୁସି ଅଛନ୍ତି। ଆଉ ଗୋଟିଏ କଥା ହେଲା, ନିର୍ବାଚନ ପରେ ଅନେକ ଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ PM ମୋଦି। ସେଥିମଧ୍ୟରୁ ଗୋଟିଏ ହେଉଛି ଆବାସ ଯୋଜନା। ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୁଣି ଆରମ୍ଭ ହୋଇଯିବ। କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 3 କୋଟି ଘର ନିର୍ମାଣ ଯୋଜନାକୁ ଅନୁମୋଦନ କରାଯାଇଛି। ଖୁବ୍ ଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ। ତେଣୁ ଆପଣମାନେ ଯଦି PM କିଷାନ ଆକାଉଣ୍ଟରୁ ପଇସା ଆସିନି, ଆପଣ ନେଇ KYC କରିଦିଅନ୍ତୁ, ଯାହାର ଲାଭ ଆପଣ ଉଠାଇ ପାରିବେ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅଷ୍ଟମ ବେତନ ଲାଗିବ। 44% ଦରମା ମଧ୍ୟ ବଢ଼ିବ। ତେଣୁ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଉ ନୂଆ ସରକାର ଆସିବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ନ୍ୟୁଜ୍ ଅପଡେଟ୍ ହେଇଛି। ଖୁବ୍ ଶୀଘ୍ର ଦେଶର ଲକ୍ଷ ଲକ୍ଷ କର୍ମଚାରୀ ଦରମାର ବମ୍ପର ବୃଦ୍ଧି ଦେଖିବାକୁ ମିଳିବ। କେନ୍ଦ୍ର ସରକାର ଅଧୀନରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀ ବେତନ ଓ ଭତ୍ତାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏବେ ନିର୍ବାଚନ ଶେଷ ହୋଇଥିବା ବେଳେ ସରକାର ଗଠନ ହୋଇଛି। ଏବେ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ମିଳିବା ପାଇଁ ଯାଉଛି। ଏନେଇ ଘୋଷଣା କରିଛନ୍ତି ମୋଦି। ଆଉ ନିର୍ବାଚନ ଶେଷ ହୋଇଥିବାରୁ ଖୁବ୍ ଶୀଘ୍ର କର୍ମଚାରୀଙ୍କୁ ଉପହାର ଦେବା ପାଇଁ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନକୁ ନେଇ ଖୁବ୍ ଶୀଘ୍ର ଆସିପାରେ ବଡ଼ ଅପଡେଟ୍। ଏକାଥରେ ବଢ଼ିବ 44% ଦରମା। ରାସନ କାର୍ଡ ଧାରୀଙ୍କୁ ସରକାର ଦେବେ 5,000 ଟଙ୍କା। ଏହି ଦିନ ମିଳିବ ଟଙ୍କା। ବିଭିନ୍ନ ସମୟରେ ରାସନ କାର୍ଡ ଧାରୀଙ୍କ ପାଇଁ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସମୟରେ ରାସନ କାର୍ଡକୁ ନେଇ ଅନେକ ନୂଆ ନୂଆ ଅପଡେଟ୍ ଆସିଥାଏ। ହେଲେ ଏହାକୁ ଠିକ୍ ସୂଚନା ମିଳିନଥିବାରୁ ଏହାର ଲାଭ ଉଠାଇ ପାରୁନାହାନ୍ତି ଲୋକେ। ବର୍ତ୍ତମାନ ଏଭଳି କିଛି ନୂଆ ଅପଡେଟ୍ ଆସିଛି। ରାସନ କାର୍ଡ ଧାରୀଙ୍କୁ ପ୍ରତି ମାସରେ 5,000 ଟଙ୍କା ପ୍ରଦାନ କରାଯିବ। ତେବେ କିଭଳି 5,000 ଟଙ୍କା ଆପଣଙ୍କ ଆକାଉଣ୍ଟ ଆସିବ, ଏଥିପାଇଁ କ'ଣ କ'ଣ ମାନଦଣ୍ଡ ରହିଛି ତାହା ଜାଣିବାକୁ ସମ୍ପୂର୍ଣ୍ଣ ଆପଣମାନେ ଜାଣି ନିଅନ୍ତୁ। ରାସନ କାର୍ଡ ଥିଲେ ଅନେକ ସୁବିଧା ଯୋଗାଉଛନ୍ତି କେନ୍ଦ୍ର ସରକାର। ତେବେ ଘୋଷଣା ମୁତାବକ ଆପଣଙ୍କ ପାଖରେ ରାସନ କାର୍ଡ ଅଛି, ଆପଣଙ୍କ ବୟସ ଯଦି 18ରୁ 42 ବର୍ଷ ହୋଇଛି, ତେବେ ସହଜରେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାରେ ସରକାର ପ୍ରତି ମାସରେ 5,000 ଟଙ୍କା ଆକାଉଣ୍ଟକୁ ପଠାଇବେ। ତେଣୁ ଏହି ଯୋଜନାର ହିତାଧିକାରୀମାନେ ସ୍ୱଳ୍ପ ପ୍ରିମିୟମ ପ୍ରଦାନ କରି ପରିଣତ ବୟସରେ ବ୍ୟାଙ୍କ ଆକାଉଣ୍ଟକୁ 5,000 ଟଙ୍କା ପାଇପାରିବେ। ଯଦି ଆପଣମାନେ କିଛି ପ୍ରିମିୟମ ବାନ୍ଧୁଛନ୍ତି ମାସକୁ, ଆପଣ 1,000 ଟଙ୍କାରୁ 5,000 ଟଙ୍କା ପ୍ରତି ମାସରେ ପାଇପାରିବେ। ଖାଲି ସେତିକି ନୁହେଁ, ଏହି ଯୋଜନାରେ ସାମିଲ ହେବା କ୍ଷଣି ପ୍ରାରମ୍ଭିକ ରାଶି ମଧ୍ୟ ହିତାଧିକାରୀକୁ ପ୍ରଦାନ କରାଯିବ। ତେଣୁ ନିକଟସ୍ଥ ଜନସେବା କେନ୍ଦ୍ର ଏବଂ ଆପଣଙ୍କର ପଞ୍ଚାୟତ ଅଫିସରେ ଆପଣ ଯାଇକି ବୁଝିପାରିବେ। ଆଉ 60 ବର୍ଷ ପରେ ଆପଣଙ୍କୁ ପେନସନ ଯୋଜନା ଏଇଟା ମିଳିଯିବ। ପେନସନ ହିସାବରେ ଆପଣଙ୍କୁ ପ୍ରତି ମାସରେ 5,000 ଟଙ୍କା ଲେଖାଏଁ ମିଳିବ। ରାଜ୍ୟସଭାରେ କୋଠର ଆଭିମୁଖ୍ୟ ନେବେ ବିଜେଡି। ଓଡ଼ିଶାର ବହୁ ଦିନରୁ ଦାବିକୁ ଉଠାଇବ ଦଳ। ଲୋକସଭାରେ ବିଜେଡିର ପ୍ରତିନିଧିକୁ ଶୂନ୍ୟ ହୋଇଯାଇଛି। ତେବେ ଜାତୀୟ ରାଜନୀତିରେ କେବଳ ରାଜ୍ୟସଭାର ସଂଖ୍ୟାକୁ ନେଇ ବିଜେଡି ଦଳ ନିଜର ଉପସ୍ଥିତି ଜାହିର କରିଛି। ଓଡ଼ିଶାର 10ଟି ରାଜ୍ୟସଭା ସଦସ୍ୟରୁ 9ଟି ବିଜେଡି ହାତରେ। ରାଜ୍ୟସଭାରେ ଦଳ ଯେମିତି ପ୍ରଭାବୀ ଢଙ୍ଗରେ ପ୍ରଦର୍ଶନ କରିବ, ସେଥିପାଇଁ ନବୀନ ନିବାସରେ ରଣନୀତି ପ୍ରସ୍ତୁତ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ 9 ଜଣ ଯାକ ସାଂସଦ ଯୋଗ ଦେଇଥିଲେ। ରାଜ୍ୟସଭାରେ ବିଜେଡି କୋଠର ଆଭିମୁଖ୍ୟ ଗ୍ରହଣ କରିବ। ରାଜ୍ୟରେ ବିକାଶ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗକୁ ରାଜ୍ୟସଭାରେ ଜୋରଦାର ଉଠାଯିବ। ଏଥିସହିତ ସାଂସଦମାନେ ପ୍ରସ୍ତୁତ ରହିବାକୁ ସଭାପତି ପରାମର୍ଶ ଦେଇଛନ୍ତି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାକୁ ସ୍ୱତନ୍ତ୍ର କାଟାଗୋରି ଏବଂ ରାଜ୍ୟ ମାନ୍ୟତା ହେଉଥିବା ଦୀର୍ଘ ଦିନରୁ ବିଜେଡି ସାଂସଦ ଉଠାଇବେ। ଯେହେତୁ ରାଜ୍ୟ ବାରମ୍ବାର ପ୍ରକୃତରେ ଦୁର୍ବିପାକର ସାମ୍ନା କରୁଛି, ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନିହାତି ଆବଶ୍ୟକ ବୋଲି କୁହାଯାଇଛି। 2014ରେ ଓଡ଼ିଶା ବିଜେଡି ନିର୍ବାଚନ ଇସ୍ତାହାରରେ ଏକ ପ୍ରତିଶ୍ରୁତି ଦେଇଥିଲା, ମାତ୍ର ତାହାକୁ ପାଳନ କରିନଥିଲା। ସେହିଭଳି ଓଡ଼ିଶାର ଜାତୀୟ ରାଜପଥ ବହୁତ ଖରାପ। ପ୍ରକଳ୍ପ କାର୍ଯ୍ୟକାରିତା ଅତ୍ୟନ୍ତ ମନ୍ଥର, ମରାମତି କାର୍ଯ୍ୟ ଠିକ୍ ହୋଇନାହିଁ। କଟକ ସମ୍ବଲପୁର ନିର୍ମାଣାଧୀନ ଜାତୀୟ ରାଜପଥ ମରଣାନ୍ତର ପାଲଟିଛି। ସେହିଭଳି 10 ବର୍ଷ ହେଲାଣି ଉପକୂଳ ରାଜପଥ ମଧ୍ୟ କାମ ହୋଇପାରୁନାହିଁ। ଆଉ ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦିଆଯାଇନାହିଁ। ତେଣୁ ଏସବୁ ବିଫଳ ହୋଇଛି। ଏସବୁ ଉଠାଯିବ। ଏନେଇ ଆଲୋଚନା ହୋଇଛି ନବୀନ ନିବାସରେ। 26ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସ୍ଆର୍ପି। ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହୋଇଛି। ଏଥିସହିତ ଆସନ୍ତା 27 ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ 26 ତାରିଖ ଠାରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସତର୍କ ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିପାରେ। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳମାନେ ଏଥିପ୍ରତି ଦାୟିତ୍ୱ ନେବା ଦରକାର। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ମୁଖ୍ୟାଳୟକୁ ନ ଛାଡ଼ି ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳକୁ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତର କରିବା ଏବଂ ସହରାଞ୍ଚଳ ଡ୍ରେନ୍କୁ ସଫା ରଖିବା, ଟ୍ରାଫିକ୍ ପରିଚାଳନା ଠିକ୍ ଭାବରେ ହେବା, ଜଳ ନିଷ୍କାସନ ଆଗୁଆ ପମ୍ପ ମହଜୁଦ ରଖିବା ବୋଲି ସୂଚନା ଦିଆଯାଇଛି।
ରାଇକଳାରେ ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ। ମୋହନ କହିଛନ୍ତି, ପବିତ୍ର ରାଇକଳା ମାଟି ଜଣେ ମୁଖ୍ୟମନ୍ତ୍ରୀ ଜନ୍ମ ହୋଇଛି। କେବଳ ଆପଣମାନଙ୍କ ପାଇଁ ମୁଁ ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଛି। ମୁଁ କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ରାଇକଳା ଗାଁର ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ ବୋଲି ଗାଁରେ ଆୟୋଜିତ ସମ୍ବର୍ଦ୍ଧନାରେ ସଭାପତି ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଭାବ ବିହ୍ୱଳ ହୋଇଯାଇଛନ୍ତି। ତେଣୁ ଆଜି ଅପରାହ୍ନରେ ଝୁମ୍ପୁରାରୁ ଫେରି ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘରେ କିଛି ସମୟ ବିତାଇବା ପରେ ଗାଁ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଶ୍ରୀ ମାଝୀ କହିଥିଲେ ଯେ, ଏହି ଗାଁରେ ମୁଁ ରାଜନୀତି ଆରମ୍ଭ କରିଥିଲି। ଗାଁରେ ଖେଳିଛି, ବୁଲିଛି, ପାଠ ପଢ଼ିଛି, ମାଛ ଧରିଛି, ସାଙ୍ଗସାଥି ସହିତ ଥଟ୍ଟା ମଜା ମଧ୍ୟ କରିଛି। ଏହି ଗାଁ ମୋତେ ଭଲ ପାଇଛି, ବଢ଼ାଇଛି ଓ ମୁଖ୍ୟମନ୍ତ୍ରୀ ମଧ୍ୟ କରାଇଛି। ମୁଁ ମୋର ସମସ୍ତ ଗ୍ରାମବାସୀ ପାଖରେ ଚିର ଋଣୀ। ରାଇକଳା ଗାଁ ଏବଂ ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ନାମ। ସବୁଠି ରାଇକଳାର ଚର୍ଚ୍ଚା। ଏଇଠୁ ରାଜନୀତି ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ ଦେଖିଛି ଏହି ଗାଁ। ମୋତେ ମୋ ଗାଁ ଅନେକ ଭଲ ପାଇବା ଦେଇଛି। ଆପଣଙ୍କ ଆଶୀର୍ବାଦରେ ମୁଁ ଆଜି ମୁଖ୍ୟମନ୍ତ୍ରୀ ହୋଇଛି। କିନ୍ତୁ ବାସ୍ତବରେ ଆପଣମାନେ ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ିବା ମୁଁ ଯେଉଁ ଦାୟିତ୍ୱ ନେଉଛି, ଆପଣମାନେ ମଧ୍ୟ ନିଜକୁ ଜଣେ ଜଣେ ମୁଖ୍ୟମନ୍ତ୍ରୀ ଭାବି ଏହି କାମରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଏଭଳି କଥା ନେଇ ଗାଁ ଲୋକମାନେ ଭାବ ବିହ୍ୱଳ ହୋଇଯାଇଛନ୍ତି। ସେହିପରି ଗାଁରେ ପୁଅ ହିସାବରେ ମୁଁ ଅନେକ ବିକାଶମୂଳକ କାମ କରିବି, ଆଗକୁ କରିବି ମଧ୍ୟ, ଏମିତି କହିଛନ୍ତି ଶ୍ରୀ ମୁଖ୍ୟମନ୍ତ୍ରୀ ମାଝୀ।